ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଆଜି 1/6/2026 ସିବିଟି ମୋଡ଼ରେ ହୋଇଥିବା OSSCର ଆର୍ଆଇ, ଏଆର୍ଆଇ, ଅମିନ, ଆଇସିଡିଏସ୍, ଏସ୍ଏଫ୍ଏସ୍ର ସେକେଣ୍ଡ ସିଫ୍ଟର କ୍ୱେଶ୍ଚନ୍ ଆନ୍ସରକୁ ଆମେ ଆନାଲିସିସ୍ କରିବା। ଆନାଲିସିସ୍ କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। କାହିଁକିନା ମୁଁ ଏହି ଚ୍ୟାନେଲରେ ଆପଣମାନଙ୍କ ପାଇଁ ଅଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବୁଲ୍ ଭିଡ଼ିଓ ଏବଂ ଏହି ଟାଇପ୍ର ଆନାଲିସିସ୍ ଭିଡ଼ିଓ ଆପଣମାନଙ୍କୁ ପ୍ରୋଭାଇଡ଼ କରିଥାଏ। ତେଣୁକରି ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ ପିଲାମାନେ, କିଛି ଅସୁବିଧା ହେବ ନାହିଁ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଆପଣମାନଙ୍କ ପାଇଁ ନମ୍ବର 1 କ୍ୱେଶ୍ଚନ୍ କ'ଣ କହୁଛି ନା, ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ କଲ୍ଡ ଲାଫିଂ ଗ୍ୟାସ୍। କେଉଁଟାକୁ ଲାଫିଂ ଗ୍ୟାସ୍ କୁହାଯାଏ? ତାମାନେ ସେଇ ଗ୍ୟାସ୍ଟିକୁ ଶୁଙ୍ଘିଲା ମାନେ ତୁମେ ହସିବ, ସେ ହେଉଛି ନାଇଟ୍ରସ୍ ଅକ୍ସାଇଡ୍। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ, ସିମ୍ବୋଲିକାଲି ମଧ୍ୟ ଆପଣମାନେ ମନେ ରଖିବା ଦରକାର। N2O ତାକୁ କୁହାଯାଏ ହେଲା। ତାକୁ କିଏ ନାଁ ଦେଇଥିଲେ ଏଇଟା ଆଗାମୀ ସିଫ୍ଟରେ ନିଶ୍ଚୟ ପଡ଼ିବ ପିଲାମାନେ। ତେଣୁକରି ତାକୁ ନାଁ ଦେଇଥିଲେ ହମ୍ଫ୍ରି ଡେଭି। ବୁଝିହେଲା? ହଉ, ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା। ନମ୍ବର 2 କ'ଣ କହୁଛି ନା, ସଙ୍ଗମ ଲିଟରେଚର ଇଜ୍ ପ୍ରିଡମିନେଣ୍ଟଲି ରିଟେନ୍ ଇନ୍ ହ୍ୱିଚ୍ ଲାଙ୍ଗୁଏଜ୍। ତାମାନେ ଆମର ଯେଉଁ ସଙ୍ଗମ ଏଜ୍ ଥିଲା ବା ସଙ୍ଗମ ପିରିୟଡ଼ ଥିଲା, ସେହି ସମୟରେ ତା'ର ଲିଟରେଚର କିଛି ରହିଥିଲା, ମାନେ ତା'ର କିଛି ଟେକ୍ସଟ ରହିଥିଲା, ଲେଖା ସବୁ ରହିଥିଲା। ସେଗୁଡ଼ା କେଉଁ ଲାଙ୍ଗୁଏଜ୍ରେ ଲେଖା ସବୁ ରହୁଥିଲା ବୋଲି ଆପଣମାନଙ୍କୁ ପଚାରିଛି। ପିଲାମାନେ, ଏହି ପ୍ରଶ୍ନଟିଏ ମୁଁ ପୂର୍ବ ସିଫ୍ଟମାନଙ୍କରେ ଆନାଲିସିସ୍ କରିଥିଲି ହେଲା। ତା'ର ଏକ୍ସଟ୍ରା ଫ୍ୟାକ୍ଟରୁ এই প্রশ্নটি আসছে। ଯେଉଁମାନେ ସେ ଭିଡ଼ିଓକୁ ଦେଖିଥିବେ ସେମାନେ ନିଶ୍ଚୟ এই ସିଫ୍ଟର এই କ୍ୱେଶ୍ଚନ୍ଟିକୁ ଠିକ୍ କରିଥିବେ, କାହିଁକିନା ମୁଁ ସେତେବେଳକୁ ଡିଟେଲ୍ ଆପଣମାନଙ୍କ ପାଇଁ ଆଲୋଚନା କରିଥିଲି। ତା'ର ଉତ୍ତର ହୋଇଯିବ ତାମିଲ। କେଉଁ କେଉଁ ବୁକ୍ ସେ କଥା ମଧ୍ୟ ମୁଁ ଆଲୋଚନା କରିଥିଲି। ତେଣୁକରି ପୂର୍ବ ସିଫ୍ଟର ଭିଡ଼ିଓ ଗୁଡ଼ାକୁ ନିଶ୍ଚୟ ଦେଖନ୍ତୁ ଯେଉଁମାନଙ୍କର ଆଗାମୀ ସିଫ୍ଟରେ ପରୀକ୍ଷା ରହିଛି ହେଲା। ତାହେଲେ ତାମିଲ ଲିଟରେଚର ଆପଣମାନଙ୍କର 300 BCରୁ 300 C ମଧ୍ୟରେ ରହିଥିଲା। ତା'ର ଲିଟରେଚର ମଧ୍ୟ ବହୁତ ଉନ୍ନତମାନର ହୋଇଥିଲା ହେଲା। ନେକ୍ସଟ ଦେଖିବା ନମ୍ବର 3, ହ୍ୱିଚ୍ ପ୍ଲାନେଟ୍ ଏପିୟର୍ସ ବ୍ରାଇଟେଷ୍ଟ ଇନ୍ ଡନ୍ ଆଣ୍ଡ ଡସ୍କ। ତାମାନେ ଏମିତି ଗୋଟେ ପ୍ଲାନେଟ୍ ଯେଉଁ ପ୍ଲାନେଟ୍ଟା କି ବ୍ରାଇଟେଷ୍ଟ ରହିବ ଡନ୍ ଆଉ ଡସ୍କ ସମୟରେ ମଧ୍ୟ। ତେଣୁକରି ୟାର ସଠିକ୍ ଉତ୍ତର ହୋଇଯିବ ଭେନସ୍। ପିଲାମାନେ, ଶୁକ୍ର ଗ୍ରହଟିଏ, ଯେଉଁ ଗ୍ରହଟିକୁ ଆମର ବ୍ରାଇଟେଷ୍ଟ ପ୍ଲାନେଟ୍ ମଧ୍ୟ କୁହାଯାଏ। ୟାର ଅନ୍ୟ ନାଁ ଗୁଡ଼ାକୁ ମଧ୍ୟ ଆପଣମାନଙ୍କୁ ଜାଣିବା ଦରକାର, ଯେମିତିକା ମର୍ଣ୍ଣିଂ ଷ୍ଟାର, ଇଭିନିଂ ଷ୍ଟାର ମଧ୍ୟ ତାକୁ କହିଥାନ୍ତି ହେଲା। ନେକ୍ସଟ ଦେଖିବା ନମ୍ବର 4, ଇନ୍ ହ୍ୱିଚ୍ ସିଡ୍ୟୁଲ୍ ଇଜ୍ ପଞ୍ଚାୟତରାଜ ମେନସନ୍ଡ। ମାନେ କେଉଁ ସିଡ୍ୟୁଲ୍ରେ ପଞ୍ଚାୟତରାଜ ମେନସନ୍ ହେଇଛି ଏଇଟା ମଧ୍ୟ ମୁଁ ଆଲୋଚନା କରିଥିଲି ପୂର୍ବ ସିଫ୍ଟମାନଙ୍କରେ। ତେଣୁକରି ତାକୁ ନିଶ୍ଚୟ ଦେଖିବେ ସେ ଭିଡ଼ିଓ ଗୁଡ଼ାକୁ। ହଉ, ଠିକ୍ ଅଛି, ୟାର ସଠିକ୍ ଉତ୍ତର ହୋଇଯିବ 11th ସିଡ୍ୟୁଲ୍ ହେଲା। 11ତମ ସିଡ୍ୟୁଲ୍ରେ ପଞ୍ଚାୟତରାଜ ଅଛି, 12ତମରେ ମ୍ୟୁନିସିପାଲିଟି ଅଛି। ୟାକୁ ମଧ୍ୟ ମନେ ରଖିବେ ହେଲା। या पर देखिए एंटी डिफेक्शन लो केते नंबर शेड्यूल अच्छी यहाँ मत पचार। हो एक्स्ट्रा फैक्ट जाना पंचायत राज जो 11 शेड्यूल रही से कतोटी सब्जेक्ट रही यहाँ बारंबार परीक्षा आसी थाए। तेणुक यार 29टी शेड्यूल अच्छी या मन रखिए। आमर पंचायत राज जोटा कि 73rd एमेंडमेंट एक्ट 1992 अनुसार आमर कन्स्टिट्यूशन रे इनक्लूड करा जाइथिला, जोटा कि आमर पार्ट 9 रे रही। आर्टिकल केते रु केते भीतर रही ना आर्टिकल 243 रु 243 अ मध्य रही। या मन रखिए। मु डिटेल आपण मानक पई आलोचना कर देउची। आउ पंचायत राज विषय स्पेशल गोटे वीडियो आपण मानक पई प्रोवाइड करथिली, से वीडियो को मध्य देखिदेले आपण मानकर पूरा क्रिस्टाल क्लियर हो जिवो। तथापि आपण माने अशोक मेहता कमिटी, LM सिंघवी कमिटी, बलवंत राय मेहता कमिटी एगुड़ा को निश्चय पढ़ी जिवे। ओके, नेक्स्ट आसंतु पिला माने नंबर 5 कौन कहूँ ना, हु एस्टाब्लिश्ड सेवाघर आश्रम एट बरी। माने बरी रे गोटे आश्रम तैयारी करथिले, ता ना होची सेवाघर। ताकू किए एस्टाब्लिश्ड करथिले माने स्थापना किए करथिले बोली आपण मानकु प्रश्नटिए पचारथिला। तेणुक यार सठिक उत्तर हो रमादेवी। आपण मैंने जानते रमादेवी चौधरी सी कौन करते गोटे आश्रम को निर्माण करते। आउ से आश्रमटी को परे परे महात्मा गांधी तार ना को परिवर्तन करी सेवा घर देते। बुझीगला? हाँ, ठीक अच्छे। एक्स्ट्रा फैक्ट जानिबा भारत सेवाश्रम संघ ता विषय में एक्स्ट्रा फैक्ट आकार जानी रखिबा। स्वामी प्रणवानंद या स्थापना करते 1917 मसीह, जार हेडक्वार्टर कलिकता रे रही। तेणुक यही संघटी को आपण मानकु जानिबा दरकार। ओके, नेक्स्ट आसंतु नंबर 6, हु ओपेन्ड
ନିର୍ମଳ ଶିଶୁ ଭବନ ଦ ଚିଲଡ୍ରେନ୍ସ ହୋମ୍ ଇନ୍ କୋଲକାତା। ତାମାନେ ଛୋଟିଆ ଛୁଆମାନଙ୍କ ପାଇଁ ଗୋଟେ ନିର୍ମଳ ଶିଶୁ ଭବନ ନିର୍ମାଣ କିଏ କରିଥିଲେ ବୋଲିକରି ଆପଣମାନଙ୍କୁ ପଚାରିଥିଲା। ତେଣୁକରି ଏହାର ସଠିକ୍ ଉତ୍ତର ହୋଇଯିବ ମଦର ଟେରେସା। ମନେ ରହିଲା ପିଲାମାନେ। ତେଣୁକରି ଯେଉଁ ମିଶନାରିଜ୍ ଯେଉଁ ଟ୍ରଷ୍ଟ ରହିଛି ସେ ଟ୍ରଷ୍ଟ ଦ୍ୱାରା এই যে ନିର୍ମଳା ଶିଶୁ ଭବନ ତାକୁ ସ୍ଥାପନା କରିଥିଲେ 1955 ମସିହାରେ। ୟାକୁ ମଧ୍ୟ ମନେ ରଖିବେ ହେଲା। ଆଉ ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖନ୍ତୁ ମଦର ଟେରେସା ତାଙ୍କୁ 1962 ମସିହାରେ ରମନ ମ୍ୟାଗ୍ସେସେ ପିସ୍ ପ୍ରାଇଜ୍ ଦିଆଯାଇଥିଲା। ସେମିତିକା 1979 ମସିହାରେ ତାଙ୍କୁ ନୋବେଲ ପିସ୍ ପ୍ରାଇଜ୍ ଦିଆଯାଇଥିଲା। ୟାକୁ ମଧ୍ୟ ମନେ ରଖିବେ। ମଦର ଟେରେସା ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ ଫେମସ୍ ପର୍ସନାଲିଟି ରହିବ ହେଲା। ନେକ୍ସଟ ଆସନ୍ତୁ ନମ୍ବର 7 କ'ଣ କହୁଛି ଦ ଟିସ୍ୟୁ ଦ୍ୟାଟ୍ ଟ୍ରାନ୍ସପୋର୍ଟ ଫୁଡ୍ ଇନ୍ ପ୍ଲାଣ୍ଟ ଇଜ୍ ଡ୍ୟାସ୍। ତାମାନେ ଯେଉଁ ପ୍ଲାଣ୍ଟରେ ଫୁଡ଼କୁ ଟ୍ରାନ୍ସପୋର୍ଟ କରିଥାଏ ସେଇ ପାଇପ୍ ମାଧ୍ୟମରେ ବା ସେ ଟ୍ୟୁବ୍ ମାଧ୍ୟମରେ କରିଥାଏ। ସେଇ ଟ୍ୟୁବ୍ ବା ସେଇ ପାଇପ୍ ଯେଉଁ ଟିସ୍ୟୁରେ ତିଆରି ହୋଇଥାଏ ସେ ଟିସ୍ୟୁର ନାଁ କ'ଣ? ସେ ଟିସ୍ୟୁଟି ହେଉଛି ଆପଣମାନଙ୍କର ଫ୍ଲୋଏମ୍ ଟିସ୍ୟୁ। ମନେ ରଖିବେ ହେଲା। ବା ଫ୍ଲୋଏମ୍ ଟ୍ୟୁବ୍ ମଧ୍ୟ ତାକୁ କୁହାଯାଏ। ସେମିତିକା ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖିବା ପ୍ଲାଣ୍ଟରେ ଆମର ୱାଟର ଆଉ ମିନେରାଲକୁ ମଧ୍ୟ ଟ୍ରାନ୍ସପୋର୍ଟ କରିଥାଏ। ସେଇଟା ଆମର ଜାଇଲେମ୍ ଟ୍ୟୁବ୍ ଦେଇକରି ଯାଇଥାଏ। ମନେ ରହିଲା। ତେଣୁକରି ଜାଇଲେମ୍ରେ କ'ଣ ଯାଉଛି? ୱାଟର ଯାଉଛି ଆଉ ଫ୍ଲୋଏମ୍ରେ ଫୁଡ଼୍ ଯାଉଛି। କାହାର? ନା ପ୍ଲାଣ୍ଟର। କ୍ଲିଅର ପିଲାମାନେ। ଚାଲନ୍ତୁ ୟା ବିଷୟରେ ମୁଁ ପୂର୍ବରୁ ଆଲୋଚନା କରିଦେଇଥିଲି, ତଥାପି ସଂକ୍ଷେପରେ ଆପଣମାନଙ୍କୁ ମୁଁ ଜଣାଇଦେଲି। ଚାଲନ୍ତୁ ଆଗାମୀ ପ୍ରଶ୍ନକୁ ଦେଖିବା। ନମ୍ବର 8 କ'ଣ କହୁଛି ନା 2026 UCI ରୋଡ୍ ୱାର୍ଲଡ ଚାମ୍ପିଅନସିପ୍। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। UCI ରୋଡ୍ ୱାର୍ଲଡ ଚାମ୍ପିଅନସିପ୍ ୱିଲ୍ ବି ହେଲ୍ଡ ଇନ୍ ହୁଇଚ୍ ସିଟି। କେଉଁ ସିଟିରେ ହେଇଥିଲା? UCIଟା ପିଲାମାନେ କିଛି ନୁହଁ, ୟୁନିୟନ ସାଇକ୍ଲିଷ୍ଟ ଇଣ୍ଟରନ୍ୟାସନାଲ। ଦେଖନ୍ତୁ ଏଇ ନାଁଟା ଦେଖନ୍ତୁ, ଏଇ ନାଁଟା ହେଉଛି ଆପଣମାନଙ୍କର ଫ୍ରେଞ୍ଚ ଲାଙ୍ଗୁଏଜରେ ରହିଛି। ତେଣୁକରି ତାର ଲାଷ୍ଟରେ ଇ ରହିଛି ଦେଖନ୍ତୁ ହେଲା। ତେଣୁକରି ୟୁନିୟନ ସାଇକ୍ଲିଷ୍ଟ ଇଣ୍ଟରନ୍ୟାସନାଲରେ ଗୋଟେ ରୋଡ୍ ୱାର୍ଲଡ ଚାମ୍ପିଅନସିପ୍ ହେଇଥାଏ। ସେଇଟା କେଉଁ ସିଟିରେ ହେଇଥିଲା ବୋଲି ପଚାରିଥିଲା। ତେଣୁକରି ୟାର ସଠିକ୍ ଉତ୍ତର ହେଇଯିବ ମଣ୍ଟ୍ରିଏଲ। ମଣ୍ଟ୍ରିଏଲଟା କେଉଁଠି ଅଛି ପିଲାମାନେ? ମନରେ ପଡ଼ୁଛି ମଣ୍ଟ୍ରିଏଲ ପ୍ରୋଟୋକଲ କାନାଡ଼ା। ବୁଝିହେଲା। ସେଇ କାନାଡ଼ାରେ ରହିଛି। କେବେ ହେବାକୁ ଯାଉଛି? ୱିଲ୍ ବି କହିଛି ଦେଖନ୍ତୁ ପିଲାମାନେ। ତେଣୁକରି କେବେ ହେବାକୁ ଯାଉଛି? ନା ସେପ୍ଟେମ୍ବର ମାସ 20ରୁ 27 ତାରିଖ ମଧ୍ୟରେ ହେବ। ମନେ ରହିଲା। এইটা ଗୋଟେ ସାଇକ୍ଲିଷ୍ଟମାନଙ୍କ ପାଇଁ କମ୍ପିଟିସନ୍ଟିଏ UCIଟିଏ। ଆଉ UCI ବିଷୟରେ ଟିକେ ଜାଣିବା ପିଲାମାନେ। UCIଟି ଷ୍ଟାବ୍ଲିଶ୍ଡ ହେଇଥିଲା ଆମର 1900 ମସିହାରେ। କେଉଁଠି? ନା ଫ୍ରାନ୍ସର ପ୍ୟାରିସଠାରେ ଷ୍ଟାବ୍ଲିଶ୍ଡ ହେଇଥିଲା। ତାର ହେଡ଼କ୍ୱାର୍ଟର କେଉଁଠି ଅଛି? ନା ସୁଇଜରଲ୍ୟାଣ୍ଡରେ ରହିଛି। ୟାକୁ ମଧ୍ୟ ମନେ ରଖିବେ ହେଲା। ମୁଁ ଡିଟେଲ୍ ଏକ୍ସଟ୍ରା ଫ୍ୟାକ୍ଟ ସହିତ ଆପଣମାନଙ୍କୁ ଆଲୋଚନା କରିଦେଉଛି। କେବଳ ଆପଣମାନେ ଏଇ କମ୍ପ୍ଲିଟ୍ ନୋଟ୍କୁ ପ୍ରାକ୍ଟିସ୍ କରିବେ ଆଉ ଏକ୍ଜାମ୍ ହଲ୍କୁ ଯିବେ। ଓକେ। ନେକ୍ସଟ ଦେଖିବା ନମ୍ବର 9 ହୁଇଚ୍ ଇଣ୍ଡିଆନ୍ ବକ୍ସର ୱନ୍ ଦ ଗୋଲ୍ଡ ମେଡାଲ ଇନ୍ ୱାର୍ଲଡ ବକ୍ସିଂ କପ୍ 2025। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ୱାର୍ଲଡ ବକ୍ସିଂ କପ୍ 2025 ସ୍ପୋର୍ଟସ୍ ରିଲେଟେଡର ପ୍ରଶ୍ନ ପିଲାମାନେ। ତା ସହିତ ଆମେ ୟାକୁ କରେଣ୍ଟ ଆଫେୟାର ସହିତ ମଧ୍ୟ ରିଲେଟ୍ କରିପାରିବା। ୱାର୍ଲଡ ବକ୍ସିଂ କପ୍ 2025 ଯେଉଁଥିରେ କି ଜଣେ ଇଣ୍ଡିଆନ୍ ବକ୍ସର ଗୋଲ୍ଡ ମେଡାଲ ୱିନ୍ କରିଥିଲେ। ତାଙ୍କ ନାଁ କ'ଣ? ତାଙ୍କ ନାଁ ହେଉଛନ୍ତି ହିତେଶ ଗୁଲିଆ। ମନେ ରଖିବେ ପିଲାମାନେ। ଯିଏକି 70 କେଜି କ୍ୟାଟେଗୋରୀର ବକ୍ସର। ୟାକୁ ମଧ୍ୟ ମନେ ରଖିବେ। ଆଉ କ'ଣ? ସେ କାହାକୁ ହରାଇଥିଲେ? ୟାକୁ ମଧ୍ୟ ମନେ ରଖିବେ। କାହାକୁ ହରାଇଥିଲେ ପିଲାମାନେ? ସେ ହରାଇଥିଲେ ନୁରବେକକୁ ହରାଇଥିଲେ, ଯିଏକି କାଜାଖସ୍ତାନର ଗୋଟେ ବକ୍ସର ହେଲା। ଫାଇନାଲରେ କାହାକୁ ହରାଇଥିଲେ ଏଇଟା ମଧ୍ୟ ପଚାରେ। ଆଉ କେଉଁ ଦେଶର ସେ ବକ୍ସର ଥିଲେ ତାକୁ ମଧ୍ୟ ପଚାରେ। କେଉଁ କ୍ୟାଟେଗୋରୀ ତାକୁ ମଧ୍ୟ ଜାଣି ରଖନ୍ତୁ। ବୁଝିହେଲା। ହଉ ଚାଲନ୍ତୁ ପିଲାମାନେ, କିଛି ଅସୁବିଧା ନାହିଁ। ଏମିତିକା ଡିଟେଲ୍ ଆଲୋଚନା କରିବା ଆଉ ପରବର୍ତ୍ତୀ ପ୍ରଶ୍ନକୁ ଆମେ ଯିବା। ପରବର୍ତ୍ତୀ ପ୍ରଶ୍ନ କ'ଣ କହୁଛି? ନମ୍ବର 10 ଇନ୍ ଓଡ଼ିଶାସ୍ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ସ୍କିମ୍। ହ୍ୱାଟ୍ ଇଜ୍ ଦ ଆମାଉଣ୍ଟ ଏଲୋକେଟ୍ ଇନ୍ ବଜେଟ୍ 2026। ମାନେ 2026 ମସିହାରେ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ଯେଉଁ ଆସିଥିଲା ତା ପାଇଁ କେତେ ଟଙ୍କା ଏଲୋକେଟ୍ କରାଯାଇଛି? ବଜେଟ୍ ରିଲେଟେଡର ପ୍ରଶ୍ନ ପିଲାମାନେ। ତେଣୁକରି ଏହାର ସଠିକ୍ ଉତ୍ତର ହୋଇଯିବ 635 କୋଟି ଟଙ୍କା। ଏକ୍ସଟ୍ରା ଫ୍ୟାକ୍ଟରେ ଜାଣିବା ପିଲାମାନେ। ଏଇଥିରେ ଅଙ୍ଗନବାଡ଼ିକୁ କନଷ୍ଟ୍ରକ୍ଟ କରିବା ପାଇଁ ଆପଣମାନଙ୍କର 15 ଲକ୍ଷ ଟଙ୍କା ଦିଆଯିବ। କେଉଁଥିପାଇଁ? ନା ୱିଦାଉଟ୍ କ୍ରେଚେ ଫ୍ୟାସିଲିଟି। ଆଉ ଯଦି କ୍ରେଚେ ଫ୍ୟାସିଲିଟି ସହିତ ଥିବ ତାହେଲେ 20 ଲକ୍ଷ ଟଙ୍କା ଦିଆଯିବ। ବୁଝିହେଲା। ତେଣୁକରି ତାକୁ ମଧ୍ୟ ମନେ ରଖିବେ। 15 ଲକ୍ଷ କେଉଁ ଜାଗାରେ, 20 ଲକ୍ଷ କେଉଁ ଜାଗାରେ, କେତେ ଟଙ୍କା ବଜେଟ୍ ଆଲୋକେଟ୍ କରାଯାଇଛି, କେଉଁ ସ୍କିମ୍। ତେଣୁକରି ଓଡ଼ିଶାର ସ୍କିମ୍ ରିଲେଟେଡର ପ୍ରଶ୍ନ ମଧ୍ୟ ଆସୁଛି ପିଲାମାନେ। ତାକୁ ମଧ୍ୟ ପଢ଼ିକିରି ଯିବେ। ନେକ୍ସଟ ଦେଖିବା ନମ୍ବର 11 ହୁଇଚ୍ ଟାଇପ୍ ଅଫ୍ ଫର୍ଟାଇଲ୍ ସଏଲ୍ ଫାଉଣ୍ଡ ଇନ୍ ହିମାଲୟାନ୍ ରିଜିଅନ୍ ଅଫ୍ ଇଣ୍ଡିଆ। ମାନେ ଭାରତର ଯେଉଁ ହିମାଲୟାନ୍ ଯେଉଁ ଅଞ୍ଚଳ ରହିଛି ସେହି ହିମାଳୟ ଅଞ୍ଚଳର ଯେଉଁ ଉର୍ବର ମୃତ୍ତିକା ରହିଛି ସେହି ମୃତ୍ତିକାର ନାଁ କ'ଣ? ସେହି ମୃତ୍ତିକାଟି ହେଉଛି ଆପଣମାନଙ୍କର ମାଉଣ୍ଟେନ୍ ସଏଲ୍। ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ ମାଉଣ୍ଟେନ୍ ସଏଲ୍। ସେମିତିକା ଇଣ୍ଡିଆର ଆମର ବିଭିନ୍ନ ପ୍ରକାରର ସଏଲ୍ ରହିଛି।
ତା ଭିତରୁ ଗୋଟେ ଇମ୍ପୋର୍ଟାଣ୍ଟ ରହୁଛି ବ୍ଲାକ୍ ସୋଏଲ୍। ବ୍ଲାକ୍ ସୋଏଲ୍କୁ ଆମର କ'ଣ କୁହାଯାଏ ନା କୃଷ୍ଣ କାର୍ପାସ୍ କୁହାଯାଏ, ତାକୁ ରେଗୁର ମଧ୍ୟ କୁହାଯାଏ ହେଲା। ସେମିତିକା ଆମ ଓଡ଼ିଶାର ସବୁଠାରୁ ଅଧିକା ରେଡ୍ ସୋଏଲ୍ ଦେଖିବାକୁ ପାଇଥାଉ। ସବୁଠାରୁ ଫର୍ଟାଇଲ୍ ସୋଏଲ୍ ହେଉଛି ଆଲୁଭିଆଲ୍ ସୋଏଲ୍, ତାକୁ ମଧ୍ୟ ମନେ ରଖିବେ। ଏହା ବିଷୟରେ ପିଲାମାନେ ମୁଁ ଡିଟେଲ୍ ଆଲୋଚନା କରିଥିଲି ପୂର୍ବ ସିଫ୍ଟମାନଙ୍କରେ, ତେଣୁକରି ତାକୁ ଯେଉଁମାନେ ନୋଟ୍ କରିଥିବେ ସେମାନେ କେବଳ ରିଭିଜନ୍ କରିନେବେ ହେଲା। ନେକ୍ସଟ ଦେଖିବା ନମ୍ବର 12 କ'ଣ କହୁଛି ନା ହ୍ୱିଚ୍ ଅଫ୍ ଦ ଫଲୋଇଂ ରିଭର ଦ୍ୟାଟ୍ ନଟ୍ ଅରିଜିନେଟ୍ ଆଉଟସାଇଡ୍ ଓଡ଼ିଶା। ତାମାନେ ନିମ୍ନଲିଖିତ ମଧ୍ୟରୁ କେଉଁ ନଦୀଟିଏ ଓଡ଼ିଶାରୁ ବାହାରୁ ଉତ୍ପତ୍ତି ହେଇନାହିଁ ବୋଲି ଆପଣମାନଙ୍କୁ ପଚାରିଥିଲା। ତେଣୁକରି ଅପସନ୍ରେ ରହିଥିଲା ସୁବର୍ଣ୍ଣରେଖା, ମହାନଦୀ, ବ୍ରାହ୍ମଣୀ ଏମିତିକା ରହିଥିଲା। କିନ୍ତୁ ସୁବର୍ଣ୍ଣରେଖା ବାହାରୁ ଉତ୍ପନ୍ନ ହୋଇକି ଓଡ଼ିଶା ଭିତରକୁ ଆସିଛି, ମହାନଦୀ ମଧ୍ୟ ଆଉ ବ୍ରାହ୍ମଣୀ ମଧ୍ୟ ହେଲା। କେଉଁଗୁଡ଼ା ଆସିନାହିଁ, କେବଳ ଓଡ଼ିଶାରୁ ହିଁ ଅରିଜିନ୍ ହେଇଛି, ସେଗୁଡ଼ା ହେଉଛି ମନେ ରଖନ୍ତୁ, ନୋଟ୍ ମଧ୍ୟ କରନ୍ତୁ। ଋଷିକୁଲ୍ୟା ଇଏ ଗୋଟେ, ସାଳନ୍ଦୀ ମନେ ରଖିବେ ପିଲାମାନେ, ବୁଢ଼ାବଳଙ୍ଗ ୟାକୁ ମଧ୍ୟ ନୋଟ୍ କରିବେ, ବୈତରଣୀ ୟାକୁ ମଧ୍ୟ ମନେ ରଖିବେ ହେଲା। ଆପଣମାନଙ୍କର ସାଳନ୍ଦୀ ଆଉ ବୁଢ଼ାବଳଙ୍ଗ ଇଏ ହେଉଛି ଶିମିଳିପାଳରୁ ଅରିଜିନ୍ ହେଇଛି। ବୈତରଣୀ ଆପଣମାନଙ୍କର କେଉଁଝର ଜିଲ୍ଲାର ଗନାସିକାରୁ ଉତ୍ପନ୍ନ ହେଇଛି ବା ଗନାସିକା ହିଲ୍ସରୁ ପାହାଡ଼ରୁ ଉତ୍ପନ୍ନ ହେଇଛି, ୟାକୁ ମଧ୍ୟ ମନେ ରଖିବେ। ବୁଝିହେଲା ପିଲାମାନେ। ତେଣୁକରି ମେଜର ରିଭର ଏଗୁଡ଼ା ଯେଉଁଗୁଡ଼ାକି ଓଡ଼ିଶାରୁ ଅରିଜିନ୍ ହେଇଛି। ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଆପଣମାନଙ୍କ ପାଇଁ ଓଡ଼ିଶା ଜିଓଗ୍ରାଫିର। ଓକେ, ନେକ୍ସଟ ଦେଖିବା ନମ୍ବର 13 କ'ଣ କହୁଛି ନା ଇଲେକ୍ଟ୍ରିକ୍ କରେଣ୍ଟ ଇଜ୍ ପ୍ରପୋର୍ସନାଲ୍ ଟୁ ଭୋଲ୍ଟେଜ୍ ଇଜ୍ ଡ୍ୟାସ୍ ଲ। ଇଲେକ୍ଟ୍ରିକ୍ କରେଣ୍ଟ ଇଜ୍ ଡାଇରେକ୍ଟଲି ପ୍ରପୋର୍ସନାଲ୍ ଟୁ ଭୋଲ୍ଟେଜ୍ ଆଣ୍ଡ ଇନଭର୍ସଲି ପ୍ରପୋର୍ସନାଲ୍ ଟୁ ରେଜିଷ୍ଟାନ୍ସ। ସେଇଟା ଆପଣମାନଙ୍କର କାହାର ଲ ବୋଲିକରି ପଚାରିଛି, ସେଇଟା ହେଇଯିବ ଆପଣମାନଙ୍କର ଓମ୍ସ ଲ। ଓମ୍ସ ଲ କ'ଣ କହୁଛି ନା ଭି ଇଜ୍ ଇକ୍ୱାଲ୍ ଟୁ ଆଇ ଆର୍, ମନେ ରଖିବେ ଭୋଲ୍ଟ ଇଜ୍ ଇକ୍ୱାଲ୍ ଟୁ କ'ଣ ହେଇଯିବ ଆଇ ଇଣ୍ଟୁ ଆର୍ ହେଇଯିବ। ଦେଖିବେ ପିଲାମାନେ ଆଗାମୀ ସିଫ୍ଟମାନଙ୍କରେ ଏହାର ଦେଖିବେ ମ୍ୟାଥମେଟିକାଲ୍ କ୍ୱେଶ୍ଚନ୍ ଗୋଟେ ଦେଇଥିବ, ଦେଖିବେ ସାଇନ୍ସର ଗୋଟେ କ୍ୱେଶ୍ଚନ୍ ଦେଇଥିବ, ସେଥିରେ ଏଇ ଫର୍ମୁଲାକୁ ପୁଟ୍ କରିକି ଆପଣମାନଙ୍କୁ ଆନ୍ସର୍ କାଢ଼ିବା ପାଇଁ ପଡ଼ିବ। ତେଣୁକରି ଏଇ ଫର୍ମୁଲାକୁ ମନେ ରଖନ୍ତୁ, ଆଉ ଆଗାମୀ ସିଫ୍ଟରେ କେମିତିକା ତାକୁ ଆପ୍ଲାଏ କରିବେ ଯଦି ପଡ଼ିବ ତାକୁ ମଧ୍ୟ ଜାଣିକରି ଏକ୍ଜାମ୍ ହଲ୍କୁ ଯିବେ। ବୁଝିପାରିଲେ? ହଉ ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଆମେ ଦେଖିବା। ପରବର୍ତ୍ତୀ ପ୍ରଶ୍ନ କମ୍ପ୍ୟୁଟର ଆସିଥିଲା ପିଲାମାନେ। ବ୍ରେନ୍ ଅଫ୍ କମ୍ପ୍ୟୁଟର କାହାକୁ କୁହାଯାଏ ନା ସିପିୟୁକୁ କ'ଣ କୁହାଯାଏ ନା ବ୍ରେନ୍ ଅଫ୍ କମ୍ପ୍ୟୁଟର କୁହାଯାଏ, ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍। ସେମିତିକା ଆମର ସର୍ଟକଟ୍ର କ୍ୱେଶ୍ଚନ୍ ଆସୁଛି କମ୍ପ୍ୟୁଟରର, MS ୱାର୍ଡ଼ର ଆସୁଛି, MS ପାୱାର ପଏଣ୍ଟର ଆସୁଛି, MS ଏକ୍ସେଲର ଆସୁଛି, ଏଗୁଡ଼ା ସବୁ ପ୍ରାକ୍ଟିକାଲ ବେସ୍ କ୍ୱେଶ୍ଚନ୍ ଆସୁଛି ପିଲାମାନେ। ତେଣୁକରି ତାକୁ ପଢ଼ିକିରି ଯିବେ। ସେମିତିକା ଆମେ ଦେଖିବା ଓଡ଼ିଆର। ଓଡ଼ିଆରେ ରୂଢ଼ି ଆସିଥିଲା ଧୂଆଁ ବାଣ ମାରିବା। ଧୂଆଁ ବାଣ ମାରିବା ମାନେ ଫାଙ୍କିବା ବା ବାହାପିଆ କଥା କହିବା, ମନେ ରଖିଥାନ୍ତୁ ୟାକୁ। ସେମିତିକା ଓଡ଼ିଆର ଅନୁବାଦ ପ୍ରତ୍ୟେକ ସିଫ୍ଟରେ ଆସୁଛି, ଅନୁଚ୍ଛେଦ 5ଟି ପ୍ରଶ୍ନ ଆସୁଛି। ଆଉ ଗୋଟେ ବାକ୍ୟ ଦେଇଥିଲା, ସେ ବାକ୍ୟରେ କ'ଣ କହିଥିଲା ନା କେଉଁଠି ବିଶେଷ ପଦ ତାକୁ ଚିହ୍ନା ବୋଲିକିରି ପଚାରିଥିଲା। ତେଣୁକରି ବିଶେଷ ପଦ, ବିଶେଷଣ ପଦ, ଅବ୍ୟୟ ଏଗୁଡ଼ାକୁ ପଢ଼ିକିରି ଯିବେ। ସେମିତିକା ଇଂଲିଶରେ ଆପଣମାନଙ୍କର ପ୍ୟାସେଜ୍ 5ଟି ପ୍ରଶ୍ନ ଆସୁଥିଲା, ଏଣ୍ଟୋନିମ୍, ସିନୋନିମ୍, ଡାଇରେକ୍ଟ ସ୍ପିଚ୍, ଇନଡାଇରେକ୍ଟ ସ୍ପିଚ୍, ଆକ୍ଟିଭ୍ ଭଏସ୍, ପ୍ୟାସିଭ୍ ଭଏସ୍, ସିଙ୍ଗଲ ୱାର୍ଡ଼, ଟ୍ରାନ୍ସଲେସନ୍ ଏଇସବୁ ପ୍ରଶ୍ନ ଆସୁଛି। ଆଉ ରିଜନିଂର ସେମ୍ ପ୍ୟାଟର୍ନ ରହୁଛି ପିଲାମାନେ, ସେ ବ୍ଲଡ଼ ରିଲେସନ୍ ହେଉଛି, କୋଡ଼ିଂ ଡିକୋଡ଼ିଂ ରହୁଛି, ସିଟିଂ ଆରେଞ୍ଜମେଣ୍ଟ ରହୁଛି, ସିଲୋଗିଜିମ୍ ରହୁଛି, ସେଗୁଡ଼ାକୁ ପଢ଼ିକିରି ଯିବେ। ଦେନ୍ ଆମେ ଦେଖିବା ମ୍ୟାଥମେଟିକ୍ସ ସେକ୍ସନକୁ। ମ୍ୟାଥମେଟିକ୍ସରେ CISI ମାନେ କମ୍ପାଉଣ୍ଡ ଇଣ୍ଟରେଷ୍ଟ, ସିମ୍ପଲ୍ ଇଣ୍ଟରେଷ୍ଟର ପ୍ରଶ୍ନ ପ୍ରତ୍ୟେକ ସିଫ୍ଟରେ ଗୋଟେ ଗୋଟେ ଲେଖାଏଁ ପଡ଼ୁଛି। सर्केल प्रश्न आसला पे मोड्र प्रश्न आसला सिंप्लिफिकेशन गोटे प्रश्न आसला बड़मासर परसेंटेज लॉस प्रॉफिट प्रश्न आसी तेणुक यही सब टॉपिक को पढ़ंतु प्रैक्टिस करंतु आउ एग्जाम हॉल को जातु आउ प्रत्येक दिन यही प्रकार एनालिसिस वीडियो देखंतु आउ एनालिसिस वीडियो देखापी हेले चैनल टी को सब्सक्राइब करेंगे बेल आइकन ऑल नोटिफिकेशन ऑन करदे सांग मानक निकट को शेयर करेंगे वीडियो को निश्चय भाव में लाइक करेंगे और मतामत देवाक जम्मा भूलिबेनी। धन्यवाद।